ଶ୍ରୋତାବନ୍ଧୁ ଜଣେ ସଚ୍ଚୋଟ ସାହିତ୍ୟିକର ସର୍ବନିମ୍ନ ଯୋଗ୍ୟତା ହେଲା ସେ ଆଖପାଖର ପ୍ରତ୍ୟେକ ମଣିଷ ପ୍ରତି ସଦୟ ଓ ସମ୍ବେଦନଶୀଳ ହୋଇଥିବା ଦରକାର। ସେମାନେ ହୁଏତ ତାଙ୍କର ସତୀର୍ଥ ଅଥବା ସମ୍ପର୍କୀୟ ହୋଇ ନଥାଇ ପାରନ୍ତି। ସେମାନେ କେବଳ ନୀତିଦିନିଆ ଜୀବନର କୌଣସି ପରିଚିତ ମାତ୍ର ହୋଇଥାଇ ପାରନ୍ତି। ଶ୍ରୋତାବନ୍ଧୁ ଆଜି ଆମେ ଏମିତି ଜଣେ ଜୀବନବାଦୀ କଥାକାରଙ୍କୁ ଶୁଣିବା ଯେ ସାହିତ୍ୟ ସମ୍ପର୍କରେ କହନ୍ତି, ସାହିତ୍ୟ ଜୀବନକୁ ଲିପି ରୂପ ଦେବାକୁ ସତତ ପ୍ରୟାସ ଜାରି ରଖିଥିବା ଏକ ସୃଜନ କର୍ମ, ଏକ ସାଧନା। ମାତ୍ର ଜୀବନ ଏତେ ବ୍ୟାପକ, ଏତେ ଗଭୀର ଓ ଏତେ ରହସ୍ୟମୟ ଯେ ସାହିତ୍ୟ ସବୁବେଳେ ତା ପଛରେ ହିଁ ପଡ଼ିଥାଏ। ସାହିତ୍ୟ ସର୍ବଦା ଓ ସର୍ବଥା ଅକୁଳାନ ହୋଇଥାଏ ଜୀବନକୁ ରୂପ ଦେବାକୁ। ସେଇଥିପାଇଁ ସାହିତ୍ୟ ଜୀବନ ପାଖରେ ଯେତେ ସତ୍ୟଶୀଳ ହେବ, ଯେତେ ପ୍ରତିବଦ୍ଧ ହେବ ଏବଂ ଯେତେ ବାସ୍ତବ ହେବ, ତେବେ ଯାଇ ସେ ଜୀବନର କିୟଦଂଶକୁ ପ୍ରକାଶ କରିବାରେ ସମର୍ଥ ହୋଇପାରିବ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ଆମ ସମୟର ଜଣେ ଯଶସ୍ୱୀ ଯୁବ ସାହିତ୍ୟିକଙ୍କୁ, ଯାହାଙ୍କ ଗଳ୍ପର ଶୀର୍ଷକ ହେଲା ବାମ ଅଙ୍ଗ। ଗାଳ୍ପିକ ସୋମନାଥ ବିଷୋୟୀ। ମୁଁ ତାଙ୍କୁ ଅନେକ ଦିନ ହେଲା ଦେଖିନଥିଲି। ସେ ଏତେ ପାଖରେ ଥିଲେ ଯେ ମୁଁ ଦେଖା କରିବାକୁ ଚାହିଁଥିଲେ ସବୁଦିନ ଦେଖା କରିପାରିଥାନ୍ତି, କିନ୍ତୁ ମୁଁ ଚାହୁଁନଥିଲି। ମୁଁ ଜାଣିଥିଲି ସେ ମରିନାହାନ୍ତି କି ଏବେ ମରିବାର ନାହିଁ। ସେ ଅଛନ୍ତି ଏଇ ଦି ବଖରା ଘର ଆରପଟ ଘରେ, ଠୋଠା କଥାବାର୍ତ୍ତା କରୁଛନ୍ତି, ବେଳେ ଲେଖେ ଖାଉଛନ୍ତି, ବିଛଣା ମଇଳା କରୁଛନ୍ତି। ଏଣେ କରଚରଣ ନ ଚଳଇ ମଦନେ କମ୍ପୁଅଛି ଦେହି। ବହୁତ ଜମାରୁ ପାଖ ପଶୁନି, ମାଇପଟା ନାକ ଟେକୁଛି। ଝିଅଟା କେତେ ଆଉ କରନ୍ତା, ଦିଗଦାର ହେଇଗଲାଣି। କେତେ ଲୋକ ମରୁଛନ୍ତି, ସେ ମରିଯାଆନ୍ତେନି। ସମସ୍ତେ ଏଇ କଥା କହୁଛନ୍ତି। ସମସ୍ତଙ୍କ କଥାରେ କ'ଣ ଜଣେ ମରିଯିବ? ଲୋକ ଯେତେ ତାଙ୍କର ମରଣ ବାଞ୍ଚୁଛନ୍ତି, ମରଣ ସେତେ ଘୁଞ୍ଚି ଘୁଞ୍ଚି ଯାଉଛି। ମେଘ ଯେମିତି ତା ଇଚ୍ଛା ହେଲେ ବରସେ, ଏ ମରଣଟା ବି ସେମିତି। ତା ଇଚ୍ଛା ହେଲେ ଆସେ, ନହେଲେ ଦୂରେଇ ଦୂରେଇ ରହେ। କିନ୍ତୁ ସେ ଦିନେ ଆସିବ, ଦିନେ ଶୁଣିବାକୁ ହବ ବନ୍ଧୁଆଦା ଚାଲିଗଲେ। ସେତେବେଳେ ଆଉ ଚାଉଁ କିନା ଲାଗିବନି, ବରଂ ଗୋଟେ ଉଶ୍ୱାସ ଲାଗିବ। ହାଲୁକା ପବନଟାଏ ଦିହରେ ପିଟି ହେଇ ଚାଲିଯିବ। ମୋର ମନେ ପଡ଼ୁଛି ମଧ୍ୟେ ମଧ୍ୟେ ମୁଁ ବି କେତେଥର ଯିବାକୁ ଭାବିଛି। ମୋତେ କ'ଣ ସତରେ ସମୟ ହେଉନି? ମୁଁ ତାହେଲେ କାହିଁକି ମିଛ କହୁଛି ଏ ସଂକ୍ରାନ୍ତରେ? ସତରେ ସମୟ ହେଉନି? ସତ କଥା ହେଲା, ମୋତେ ଟିକେ ଡର ଲାଗୁଛି ତାଙ୍କ ପାଖକୁ ଯିବାକୁ। କ'ଣ ତାଙ୍କ ପାଖରେ ସତରେ ମୋର କାମ? ସିଏ ତ ଏକ ପ୍ରକାର ମରିଯାଇଛନ୍ତି କହିଲେ ଭୁଲ ହେବନି। ସେ କିନ୍ତୁ ବଞ୍ଚିବାକୁ ଚାହାନ୍ତି। ଚଲାବୁଲା କରିବାକୁ, ଗୀତ ବୋଲିବାକୁ, ହି ହି ହେଇକି ହସିବାକୁ ତାଙ୍କର ଭାରି ଇଚ୍ଛା। ଆଖିକି ସବୁ ଦିଶୁଛି, କାନକୁ ଠୋ ଠୋ ଶୁଭୁଛି। ଏଣେ ପରିସ୍ରା ଦ୍ୱାରରେ ଗୋଟେ ପାଇପ୍ ଲାଗିଛି। ହାତ ଗୋଡ଼ ଚାରିଟା ପୁରା ସରୁ କଣିକା ଭଳିଆ ହେଇଗଲାଣି। ସେ ଜଣେ ଗାୟକ। ଅଷ୍ଟପ୍ରହରୀ ତ୍ରିନାଥ ମେଳାରେ ଗାଆନ୍ତି। 2 ବର୍ଷ ତଳେ ବି ସେ ଆମ ସାଙ୍ଗେ ଗାଉଣା ବାଜଣା କରୁଥିଲେ। ତାଙ୍କ ପୁରୁଣା କାଳିଆ ଗୀତ ଓ ସ୍ୱର। ବେଳେବେଳେ ଆମେ ଚିଡ଼ୁଥିଲୁ, ଏ ଗୀତ ଆଜିକାଲି ଆଉ ଚଳୁନି। ଦୀନବନ୍ଧୁ ଦଇତାରି ଦୁଃଖ ନଗଲା ମୋହରି କିଏ ଶୁଣିବ? ସ୍ୱରଟା ବି ଏତେ ମନ୍ଦ ଯେ ଆଜିକାଲି ଟୋକାଳିଆ ବାୟକ ତାଳ ପକେଇବା କଷ୍ଟ। ବାଜା ସବୁବେଳେ ଗୋଟାଏ ଟିପ ପଛରେ ରହିବ। ସବୁବେଳେ ସେ ଏଇ କଥାଟା ହିଁ କହନ୍ତି। ଆମେ ହସରେ ଉଡ଼େଇ ଦଉ, ହା, ଆମ ବାୟକ କିନ୍ତୁ ଏ ଖଣ୍ଡମଣ୍ଡଳରେ ଡାକ। ସେ କେବେ ଗୀତ ପଛରେ ଯାଏନି। କାନ୍ଧରେ ଖୋଳ ପଡ଼ିଲେ ମନକୁ ବାଜିବ। ବାଜା ଗୋଟେ ବଜେଇବ କ'ଣ? ଏଇ ହେଲା ତାର ମତ। ବନ୍ଧୁଆଦା କିନ୍ତୁ ତଥାପି ଆମ ଦଳରେ ବସନ୍ତି। ଆମେ ତାଙ୍କୁ ଡାକୁ, ସେ ଗୀତ ବୋଲିଲେ ବାଜା ବି ବଜାଉ। ଆମେ ତାଙ୍କୁ ଛାଡ଼ିନୁ, ସେ ବି ଆମକୁ ଖୋଜନ୍ତି। ଗୋଟାଏ ଗୀତ ସେ ମୋତେ ଆଜି ବି ମାଗୁଛନ୍ତି। ଆଜ ଦେଖିଲିରେ ନବୀନ ବୟସୀ ବାଳା, ପାଇଥାନ୍ତି ଯେବେ ଚନ୍ଦ୍ର ବଦନିକି। ଏଇ ଗୀତଟାକୁ ଗୋଟିଏ ବହିରୁ ଥରେ ସେ ଆମ ଘରେ ଦେଖିଥିଲେ।
ତାକୁ ଗୋଟାଏ କାଗଜରେ ଉତାରି ଦେବାକୁ ଅନୁରୋଧ ବି କରିଥିଲେ। ଆଖିକୁ ଯେତିକି ଯାହା ଦିଶୁଛି ସେଇଥିରେ ସେ ତାକୁ ପଢ଼ିବେ, ଚେଷ୍ଟା କରିବେ ମନେ ରଖିବାକୁ। ସେତେବେଳେ ତାଙ୍କ ବୟସ 70 ଟପିଥିଲା। ଇଏ ଏଇ 3 ବର୍ଷ କି 4 ବର୍ଷ ତଳର କଥା। ଏବେ ତାଙ୍କୁ ବୟସ 75 ବି ହେଇନଥିବ। ପାଖାପାଖି ବର୍ଷେ କାଳ ସେଇ ଗୀତଟା ସେ ମାଗିଲେ। ବାଟରେ, ଘାଟରେ, ହାଟରେ, ବଜାରରେ ସୁଦ୍ଧା। ହଁ, ମୁଁ ଆଜି ଲେଖିଦେବି, ବହିଟା କୋଉଠି ରହିଯାଇଛି, ଏମିତି କହି କହି ମୁଁ ସେ କଥା ପ୍ରତି ସେତେ ଗୁରୁତ୍ୱ ଦେଇନଥିଲି। ତାଙ୍କୁ ପାରାଲିସିସ୍ ହେଇଗଲା। ଆହା, ବିଚରା ଘୋଡ଼ା ଭଳିଆ ହୋ ହୋ ହସୁଥିବା ମଣିଷଟା ପଡ଼ିଗଲା ଗୋଟା ଠାଆରେ। ସାହିରେ ଚାଲିଗଲେ ତାଙ୍କ ପାଟି କଥା କହୁଥିଲା। ବାଡ଼ିପଟର ଲୋକେ ଜାଣିପାରୁଥିଲା ଦାଣ୍ଡରେ ସ୍ୱର ବନ୍ଧୁଆଦାର। ତାଙ୍କର ରସିକ ପ୍ରକୃତି ବି କିଛି କମ୍ ନଥିଲା। ଦେଖିବାକୁ କାଳିଆ ଲୋକଟା, ଡେଙ୍ଗା, ହୃଷ୍ଟପୃଷ୍ଟ ବପୁ, ନିର୍ଲଜଙ୍କ ପରି ସ୍ୱଭାବ, ପୁଅ ପୁତୁରା ସମସ୍ତଙ୍କ ପାଖେ ସାଙ୍ଗ ପରି ବ୍ୟବହାର। ଯା ସଙ୍ଗେ ଥରେ ମିଶେ ଆଉ ତାକୁ ଛାଡ଼େନି। ଇଚ୍ଛା ନଥିଲେ ବି ତା ଡାକକୁ ଏଡ଼ାଇ ନପାରି ତମେ ଯିବାକୁ ବାଧ୍ୟ। ଯୋଉ କଣ୍ଠରେ ସେ ଏକ୍ଷଣି ବୋଲନ୍ତି, ସତେ କି ଏ ଜୀବ ଜୀବ ବୃନ୍ଦାବନୀ ଯାଇ ବାସ କରିବ, ସେଇ କଣ୍ଠରେ ଆରକ୍ଷଣକୁ ବୋଲିବେ, ଆଜ ଦେଖିଲି ରେ ନବୀନ ବୟସୀ ବାଳା। ଗୀତଟା ମୋର ପୁରା ମନେ ଥିଲା, କେମିତି ପାସୋରା ହେଇଗଲା। ସେଦିନ ସିଏ ଗୀତଟା ମାଗିଲା ବେଳେ ଏଇ କଥାଟା କହିଥିଲେ। ବୟସ ହେଲେ ଏମିତି ଅନେକ କଥା ଭୁଲି ହେଇଯାଏ। ମୁଁ ସରଳ ବାକ୍ୟରେ ଏତିକି କହିଥିଲି। ସିଏ କିନ୍ତୁ କାନ୍ଦ କାନ୍ଦ ହୋଇଗଲେ। ଏବେ ବି ତାଙ୍କ ବୟସର ସ୍ତ୍ରୀ ଲୋକଟିଏ ତାଙ୍କ ପାଖ ଦେଇ ଯିବାକୁ ଭୟ କରେ। ସେ କୋଉଠି ଥିଲେ ଗୋଟେ ଦୁର୍ଦ୍ଦାନ୍ତ ପ୍ରେମିକ। ଲକ୍ଷ୍ମୀପୁରାଣ ନାଟକରେ ଜଗନ୍ନାଥ ରୋଲ୍ କରୁଥିଲେ। ନବଝିଆ ରସିକିଆ ନହେଲେ କ'ଣ ଏଇ ରୋଲ୍ ତମେ ଫୁଟେଇ ପାରିବ? ଆଜି ସିଏ ଶଯ୍ୟାଶାୟୀ। ଭିଜାଇ ମରିବାକୁ କିଛି ଦିନ ଥିଲା ସେ କହିଲେ, କର୍ମଫଳ କାହାକୁ ଛାଡ଼ିନି। ନ ଭୋଗି ତମେ ଯିବ କୁଆଡ଼େ? ଭାଗବତ ପରା କହିଛି, ପୂର୍ବ ଜନ୍ମର କର୍ମ ଫଳେ ଯାଚି ମୁଁ ଦେଉଥାଇ ବଳେ। ଭାଗବତ ପ୍ରକୃତରେ ଏ କଥା କହିଛି କି ନାହିଁ ମୁଁ ଜାଣିନି। ମତେ କିନ୍ତୁ ଲାଗୁଛି ଭାଗବତ ଛଡ଼ା ଏ କଥା ଆଉ କିଏ କହିପାରନ୍ତା ଭଲା? ଭିଜାଇ ମଲା ପରେ କିନ୍ତୁ ବନ୍ଧୁଆ ତାଙ୍କର ସେଇ ଗୀତଟା ମାଗିବା ସେମିତି ଜାରି ରହିଲା। କେବେ କେମିତି ତାଙ୍କ ପାଖରେ ବସିଲେ ଗୀତଟା ମାଗିବା ଉପରାନ୍ତେ ସେ କଥା ଯୋଡ଼ନ୍ତି। ଆଉ କଥା ଭିତରେ ଗୋଟିଏ କଥା ସେ କହିବାକୁ ଭୁଲନ୍ତି ନାହିଁ। ଭିକାଇଟା ଥିଲା ମୋଠୁ ଅଳ୍ପ ବଡ଼, କି କଲବଲ ହେଇ ମଲା, କେଜାଣି ମୋ ଭାଗ୍ୟରେ କ'ଣ ଅଛି। ମୁଁ ତାଙ୍କୁ ସେତିକିବେଳେ ପଚାରିଦିଏ, ଆଚ୍ଛା ବନ୍ଧୁଆଦା, ତମେ କେମିତିକା ମରଣ ଚାହୁଁଛ? ସେ ସାଙ୍ଗେ ସାଙ୍ଗେ ବୋଲି ଦିଅନ୍ତି, ଦିବସେ ମରଣ ହେବ, ଯମଦଣ୍ଡ ଆଉ ମତେ ନ ଦେବ ହେ ରାଧା ଗୋବିନ୍ଦ, ଏହି ସୁଦୟା ମୋଠାରେ ଥିବ ହେ। ମୁଁ ହସିଦିଏ, ଭାବେ ଆଉ କହିଦିଏ କି ଯମ ତ ସ୍ୱତନ୍ତ୍ର କ୍ଷମତା ପାଇଛି ପାପ ଅନୁସାରେ ଦଣ୍ଡ ଦେବାକୁ। ଆଉ ରାଧା ଗୋବିନ୍ଦ ସୁଦୟା କରିବେ କେମିତି? ବନ୍ଧୁଆ ତା ପାଖରେ ପ୍ରଶ୍ନର ଉତ୍ତର ନାହିଁ। ସେ ନୀରବ ରହନ୍ତି, ସମର୍ପଣ କରିଯାଆନ୍ତି। ହଉ, ଯାହା ଦଣ୍ଡ ଦବ ଦଉ। ତା କ୍ଷମତାଠୁ ଯଦି ଯମର କ୍ଷମତା ଅଧିକ ହେଇଥିବ, ଯାହା ଭୋଗିବାର ଥିବ ଭୋଗିବି। ମୁଁ ପୁଣି ପଚାରେ, ଆଚ୍ଛା ବନ୍ଧୁଆଦା, ତମେ ତ ଏଇ ଗୀତଟା ଭୁଲିନ, ମାନେ ସତେ କିଏ ଯିବ ଯିବ, ସେ ଗୀତଟା କେମିତି ଭୁଲିଗଲ? ମାନେ ଆଜ ଦେଖିଲିରେ ନବୀନ ବୟସୀ ବାଳା, ଆଉ ସେଇ ଗୀତଟାକୁ କାହିଁକି ଏତେ ଖୋଜୁଛ? ବନ୍ଧୁଆ ଦାଙ୍କ ମୁହଁରେ ହସ। ସେ ଚେଷ୍ଟା କରୁଥିଲେ ହସର ଭଲ୍ୟୁମଟାକୁ ବଢ଼େଇବାକୁ। ହଠାତ୍ କାଶ ଉଠିଲା। କିଛି ସମୟ ପରେ ମୁହଁଟା ବିକୃତ ଦେଖାହେଲା, ପୁରା କାନ୍ଦୁରା। ଆଉ ସେ ଗୀତ ମିଳିବନି କି ତୁ ମୋତେ ସେଇଟାକୁ ଆଉ ଦେଇପାରିବୁନି। ସେଇଦିନ ଭାବିଥିଲି ଗୀତଟାକୁ ଲେଖି ନ ଦେଲେ ତାଙ୍କର ଗୋଟାଏ ଅଫସୋସ ରହିଯିବ ମୋ ପ୍ରତି। ମୋତେ ଦୋଷ ଲାଗିବ, କିନ୍ତୁ ତଥାପି ମୁଁ ଦେଇପାରିଲିନି। ବନ୍ଧୁଆ ତାଙ୍କୁ ପାରାଲିସିସ୍ ହେବାର 2 ବର୍ଷ ହୋଇଗଲାଣି। ତା ସାଙ୍ଗକୁ ଆହୁରି କ'ଣ କ'ଣ ରୋଗ ବି ଧରିଛି। ଥରେ ତାଙ୍କ ଘରକୁ ଯାଇଥିଲି, କଥା ହେଲେ, ଗପିଲେ, ଗୀତ ଗାଇଲେ, ଗୀତ ମାଗିଲେ, ହସିଲେ ଆଉ କାନ୍ଦିଲେ ବି। ତାପରେ ଆଉ ଯାଇନି। ପାଖାପାଖି ବର୍ଷକ ପରେ ହୋଇଯିବ। ଦୁଃଖ ତ ଲାଗୁଛି, ହେଲେ ଟିକେ ଟିକେ ଭଲ ବି ଲାଗୁଛି। ମୁଁ କାହାକୁ ଡରୁଛି?
ମଣିଷ ଯାହାକୁ ଡରେ ସେଇଥିରେ ହିଁ ମିଳେ, ସେଇଥିରେ ହିଁ ମରେ। ଆଜି ସକାଳେ ସେ ମୋତେ ଦେଖି ପକେଇଲେ। ମୁଁ ମୁହଁ ବୁଲେଇ ଆସିପାରିଲି ନାହିଁ। ନମସ୍କାରଟିଏ ହେଲି। ଗୋଟେ ଭୟ ପରି କ'ଣ ମୋ ଭିତରେ ଦୁକ୍ ଦୁକ୍ ହେଲା। ଅପରାଧ ବୋଧଟିଏ ମଧ୍ୟ ତା ପଛକୁ ଲାଗିକି ରହିଥିଲା। କିଏ? ରମୁ, ତୁ ମୋତେ ଆଉ ଟିକେ ପଚାରୁନୁ। ହଉ, ନ ପଚାର, ନ ପଚାର, ଭଲରେ ଥା। ସବୁ ହାଡ଼ ଗଣ୍ଠିମାନଙ୍କରୁ ଯୋଗାଯୋଗ କଟିଗଲା ପରି ମୋତେ କାହିଁକି ଲାଗିଲା। ମୁଁ କେମିତି ଗୋଟେ ଅସ୍ୱାଭାବିକ ମୋହଗ୍ରସ୍ତ ପରି ଗୀତଟାକୁ ବହି ଥାକ ସାରା ଖୋଜି ପକେଇଲି। 2-3 ଘଣ୍ଟା ପରିଶ୍ରାନ୍ତ ହେଲା ପରେ ମିଳିଗଲା। ମନ ଧ୍ୟାନ ଦେଇ ଗୋଟେ ସଫା କାଗଜରେ ଉତାରିଲି, କାଳେ ମୋ ଅକ୍ଷର ସେ ପଢ଼ିପାରିବେନି। କାଗଜଟାକୁ ଚାରିଚୌତ କରି ହାତରେ ଧରିଲା ପରେ କେମିତି କେଜାଣି ଗୋଟେ ବଡ଼ ଉଶ୍ୱାସ ଲାଗିଲା। 2ଟା ପାହାଚ ତଳକୁ ଭୁସ୍ ଓହ୍ଲେଇଗଲା ପରେ ଆଃ, ପୁଣି ସେଇ ପ୍ରଶ୍ନ ମନରେ ଉଙ୍କି ମାରିଲା। ବନ୍ଧୁଆଦା ସେ ଗୀତଟାକୁ ତ ଭୁଲି ନାହାନ୍ତି, ଏ ଗୀତଟାକୁ କେମିତି ଭୁଲିଗଲେ? ଆଉ ଯଦି ଭୁଲିଗଲେ, ଗଲେ ତ ଗଲେ, ପୁଣି ତାକୁ ଏତେ ଖୋଜୁଛନ୍ତି କାହିଁକି? ସିଏ କ'ଣ ଆଉ ଏ ଗୀତ ଗାଇପାରିବେ? ପାଦ ମନ୍ଥର ହେଇଗଲା। ବେଳ ସେତେବେଳକୁ ରତ। ଖଣ୍ଡିଏ ଗାମୁଛା ମାତ୍ର ପିନ୍ଧି ସେ ଶୋଇଥିଲେ। ମୋ ଡାକ ଶୁଣି କଡ଼ ଲେଉଟିଲେ। ଜାଣିଲି ସେ ନିଦରେ ଶୋଇନାହାନ୍ତି। ଡାକିଲି, ବନ୍ଧୁଆଦା। ଖୁବ୍ ଧୀର ସ୍ୱରରେ ସେ କବାଟ ଦେଲେ। କିଏ? ରମୁ, ତୁ ଆସିଛୁ? ସେ ଚେଷ୍ଟା କରୁଥିଲେ ଆଉ ଟିକେ ଜୋରରେ କହିବାକୁ, ପାରିଲେନି। ଉଠି ବସିବାକୁ ବି ଚାହୁଁନଥିଲେ, ସେତକ ବି ସମ୍ଭବ ନଥିଲା। ଖାଲି ହାତ ବଢ଼େଇଲେ ମୋତେ ଟିକେ ଛୁଇଁବେ ବୋଲି। ମୋତେ ଖୁବ୍ ଡର ଲାଗିଲା। ମୁଁ ନିଜ ହାତ ବଦଳରେ ସେ କାଗଜ ଖଣ୍ଡିକ ଧରେଇଦେଲି। କାଗଜଟିକୁ ଧରିଲେ, ହାତଟା ସେମିତି ଉପରକୁ ଟେକି ହେଇଥାଏ। ସେଇଟା ଥିଲା ତାଙ୍କର ବାମ ହାତ। ଏଇଟା କ'ଣ? ସେ ପଚାରିଲେ ଖୁବ୍ ଧୀର ସ୍ୱରରେ। ଯେମିତିକି ଏ ଦୁନିଆର ସମସ୍ତ ନିରାଶକ୍ତି ସେଇ ସ୍ୱରରେ ଠୁଳ ହୋଇଯାଇଛି। ମୁଁ କହିଲି, ତମ ଗୀତ, ଯୋଉଟା ତମେ ମୋତେ ବାରମ୍ବାର ମାଗୁଥିଲ। ମୁଁ ମାଗୁଥିଲି? ଗୀତ? କୋଉ ଗୀତ? ସେ ପଚାରିଲେ। ସେଇ ଗୀତ, ଆଜ ଦେଖିଲି ରେ ନବୀନ ବୟସୀ ବାଳା, ପାଇଥାନ୍ତି ଯେବେ ଚନ୍ଦ୍ର ବଦନିକି। ମୁଁ କଥା ପରି କହିଦେଲି। ସେ ଖୁସି ହେଲେ କି ନାହିଁ ଜାଣିବାକୁ ଚାହୁଁଥିଲି। ସେ ମୁହଁ ବୁଲେଇ ନେଲେ, ହାତରୁ ଖସେଇ ଦେଲେ କାଗଜ ଖଣ୍ଡକ। ମୁଁ ଲକ୍ଷ୍ୟ କରୁଥିଲି ତାଙ୍କର ବାମ ଅଙ୍ଗଟି ଯେମିତି ଖୁବ୍ ଜୋରରେ ଥରି ଉଠୁଛି। ସେଇ ବାମ ଅଙ୍ଗଟି ହିଁ ତାଙ୍କର ପକ୍ଷାଘାତଗ୍ରସ୍ତ। ଖୁବ୍ ଜୋରରେ ଥରି ଉଠୁଛି। ନେଇଯା, ତୁ ବୋଲିବୁ, ମୋର ଏ ଗୀତ ଆଉ କ'ଣ ହେବ? ଏତିକି କହି ସେ କେବଳ ପଢ଼ି ରହିଲେ। ମାତ୍ର ସେପଟକୁ ମୁହଁ କରି କ'ଣ ଗୋଟେ ଗୁଣୁଗୁଣୁ ହେଲା ପରି ମୋତେ ଲାଗିଲା। ମୁଁ କାନ ଡେରିବାକୁ ଚେଷ୍ଟା କଲି। ଲାଗିଲା ଯେମିତି ଗୁଣୁଗୁଣୁ ହେଇ ସେ କ'ଣ ଗୋଟେ ଗୀତ ବୋଲୁଛନ୍ତି। ଫେରିବାର ଶେଷ ପର୍ଯ୍ୟନ୍ତ ଜାଣିପାରିଲି ନାହିଁ ସେଇ ଗୀତଟି ପ୍ରକୃତରେ କ'ଣ ଥିଲା। ସତେ କି ଏ ଯିବ ଯିବ, ନା ଆଜ ଦେଖିଲି ରେ ନବୀନ ବୟସୀ ବାଳା। ସେ କିନ୍ତୁ ଏ 2ଟା ଯାକ ଗୀତରୁ କ'ଣ ଗୋଟେ ବୋଲୁଥିଲେ। ମୋତେ କିନ୍ତୁ ସେଇ 2ଟା ଯାକ ଗୀତର ସ୍ୱର ଲାଗୁଥିଲା ଏକାପରି। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ କଥାକାର, ଯୁବ ସାହିତ୍ୟିକ ସୋମନାଥ ବିଷୋୟୀଙ୍କୁ, ଯାହାଙ୍କ ଗଳ୍ପର ଶୀର୍ଷକ ଥିଲା ବାମ ଅଙ୍ଗ। ଗପଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।